तो हे गाइस गुड मॉर्निंग वेलकम टू माय न्यू ब्लॉग। तो आज सकाळ आसी 7:30 बजलाଣି ଶୀତ ଅଛି ଦେଖୁଛ ଆପଣ ଛାତକୁ ଚାଲୁଛି ମାନେ ଆଗରୁ ଯୋଉ ଦେଖିଛ ଶୀତ ଜୋର ପୁରା କୁହୁଡ଼ି ପଡିଥାଏ କିଛି ଦେଖାଏନି ସେଇଟା ପୁରା ଶୀତ ମାନେ ଉଠିଛି ମୁଁ ସିଧା ମାନେ ଦେଖିବାକୁ ଆଇଲି ଛାତକୁ ଚାଲ ଦେଖିବା ପେଣ୍ଟ ଆଉ ଇଏ ଦେଖ କାଲିଠାରୁ ଅଛି ଶୁଖୁଛି ତ କୁହୁଡ଼ି ଏବେ ଦେଖ ସେଇ ସାଇଡରୁ ଖାଲି 7:30 ବାଜିଲାଣି ଆଉ ଟିକେ ଛାଡ଼ି ବି ଗଲାଣି କୁହୁଡ଼ି ତଥାପି ଏଠି ଅଛି ଦେଖ ଭାଇ ଉଠିବାକୁ ଇଚ୍ଛା ହିଁ ହଉନି ମାନେ ଶୀତ ଏତେ ଜୋର ମାନେ ପେଣ୍ଟ ବି ଏଠି ଶୁଖିଛି କାକରରେ ପୁରା ଓଦା ହେଇଯାଇଥିବ ହଁ ପୁରା ଓଦା ହେଇଯାଇଛି ଆଉ ଏବେ ଏଠି ତ ମୁଁ ଶୁଏ ଆଉ ସେ ଶୁଖୁଥାଉ ତାର ପୁଣି 11ଟା 12ଟା ବେଳକୁ ଖରା ହେଲେ ଶୁଖି ଯାଇଥିବ ପୁରା ଆସି ନେଇଯା ଏବେ ଆଣିଲିନି କାକର ହେଇଛି କ'ଣ ହବ ତ ଫୋନ୍ ବି କରିଥିଲେ ଯେଉଁ ମିସ୍ତ୍ରୀ ମାନେ କାମ ହବ ଆଜି ଲାଷ୍ଟ କାମ ସରିଯିବ ଗୋଟେ ଟେନସନ୍ ଯିବ ଯେଉଁ ପିନ୍ଧା ହବ ଖାଲି ଆଜି ଗୋଟେ ଛୋଟ ପିନ୍ଧାଟେ ମାନେ ବାଲ୍ଟି ମାଟି ପକେଇ ଦେଇଛି ମୁଁ ଛୋଟିଆ ପିନ୍ଧାଟେ ହବ ତ ଆସୁଛନ୍ତି ଏବେ ତ ସେ ଫୋନ୍ କରି କହିଲେ ମଟର ନଗା ପାଇପ୍ ଦେଖ ମୁଁ ଆଣିଥିଲି କାଲି ମାଉସୀ ଘର ଯାଇକି ତ ପାଇପ୍ ଆଣିଛି ମଟର ବି ଅଛି ଛୋଟ ମଟରଟେ ଦେଖି ଦେଉଛି ସେଇଟା ମଟର ଅଛି ତାର ନଗେଇଦେବା ତା ଦାନ୍ତ ଫାନ୍ତ ଘଷି ସେ ଆସିବେ ତାପରେ ଆଉ ମଟର ନଗେଇଦେବା କ'ଣ କରିବି ମାନେ କାମ ଅଛି ଦାନ୍ତ ଫାନ୍ତ ଘଷିକି ମାନେ ନଗେଇଛି ତ ମଟର ତ ଆସିବା ମିସ୍ତ୍ରୀ ମାନେ କାମ ପାଇଁ ଆସି କାମ ଫାମ ଏଠି କରି ମାନେ ବହୁତ କିଛି ଇଏ କଲି ଟାଇମ୍ ଆସି ବାଜିଲାଣି 9:30 ପୁଅ ବି ସ୍କୁଲ ପଳେଇବା ଉଠି ପରେ ସକାଳୁ ଉଠି ତା ହାତ ତ ଭଲ ଟିକେ ଏବେ ତ ସେ ରାନ୍ଧି ଦେଇଛି ଭାତ ଡାଲମା ଫାଲମା ଚାଲ ଖାଇବା ଖାଇଯାଏ କାମ କରିବା ଏଠି ଫ୍ରି ମିଳି ସେ କ'ଣ ଇଏ କରିବେ ବୋଲି ଖାଇଦେବା ଜଲ୍ଦି ଯାଇ ପୁଣି କାମ କରିବା ଚାଲ ଖାଇ ଦାନ୍ତ ବସି ଆସି ଖାଇବେଲି ଖାଇଦେଲି ବସି ଆସି ଡାଲମା ଶାଗ ବୋଉ ପଳେଇବ ନା ସ୍କୁଲରୁ ସେ ଖାଇକି ଯିବ ଅଳ୍ପ ଖାଇ ଦେଇଯିବେ ତାପରେ କାମ କରିବା ଏଠି ଖାଉଥିଲି ଦେଖ ଅଧା ଖାଉଥିଲି ମାନେ ମିସ୍ତ୍ରୀ ଡାକିଲି କାମ ପାଇଁ ତ ମସଲା ଗୁଡ଼ା ସରିଲାଣି ଦେଖ ଖାଇ ବୋଲି ଆଉ ଏତିକି ହାତ ଅଛି ଡାକିଲେଣି ତ କ'ଣ କରିବା 2 ଜଣ ଆଇଛନ୍ତି ନକଲେ କାମ 2 ଜଣ ଇଏ ହେଇଯିବ ଚାଲ ଏଇଥିପାଇଁ କାମ ତାଙ୍କ କତିରେ କରିଦେବା ଏଠି ଖାଇବା ଗରମ ପଛରେ ଆଗ ଯଦି ଅଛି ଭାତ ଖାଇ ସେଇନା ମାନେ କହିକି ମାନେ ଦେଖିଥିଲେ କଥା ଖାଇବାରୁ ମୁଁ ଖାଇ ମାନେ ପଳେଇଥିଲି କାମ କରିବାକୁ ତା ମୁଁ ଖାଇଲିନି ବୋଉ କହିଲି ଖାଇଦେଇଛି ଭାତ ବୋଉ ଖାଲି କାମ ଫାମ ପ୍ରବଳ ମାନେ ଚାଲିଥିଲା ଢଳେଇ ପଡ଼ିଗଲା ମାନେ ଆଉ ରସ ଦିଆ କିଏ ହବ ଖାଲି ମୁଁ ତ ଗୋଟେ ଜାଗା କଲ୍ ଅଛି ଯେଉଁ ଦବାନା ଭୋଜି ପରିବେଷଣ କଲ ତ ସାଙ୍ଗଟେ ଜଗା କହିଲା ଯିବା ପାଇଁ ମୁଁ କହିଲି ହଉ ଯିବା ଗାଧଳ ଆମର ବଡ଼ବାଲିକୁଦା ତ ବାଇକ୍ରେ ଆମେ 3 ଜଣ ଯିବୁ ସାଙ୍ଗ ସେଠି ଦବାନା କରିକି ଆସିବୁ 2ଟା 3ଟା ହେଇଯିବ ସେଠୁ ମୁଁ ମିସ୍ତ୍ରୀଙ୍କୁ କହିଦେଲି କହିଲି ତୁମେ ତ କାମ ଫାମ କରୁଥିବ ମୁଁ ପଳେଇବି ଟିକେ ହଉ ତୁ ପଳା କାମ କିଛି ଆଉ ନାହିଁ ସେ ଆଇଥିଲେ ତ ମାଲିକ ଯେଉଁ ମିସ୍ତ୍ରୀ ମାନେ ଆସିକି ଖାଇଲେ କିନା ପିଠା ହେଇଥିଲା ଭଜା ଖାଇକିନା ପୁଣି ଗଲେ କାମ କରିବା ମୁଁ ଯାଉଛି ନା ଗାଧେ ଫାଧେ ପଡ଼ି ଯିବା ପୁଣି ଯେଉଁ କଲ୍ ପାଇଁ ପରିବେଷଣ ତୁ ଆସି ନା ଭାରି ପଳେଇଛୁ ଘରୁ ପରିବେଷଣ ପାଇଁ ଆମର ଅଛି କୋଉଠି ବଡ଼ବାଲିକୁଦା ନସିଆର ଗାଡ଼ି ବି ଆଣିଛି ଦାମ ଗାଡ଼ି କିଣିଛନ୍ତି ନସିଆ ଜଗା ମୁଁ ଯାଉଛି ଟିକେ ଚାଲ କାଠର କାମ ଅଛି ମଲା ବୁଝି ଗଲେ ହଁ ସେ ମକା କାମ ଚାଲ ଟିକେ କାମ କରିଦେଇ ଆସିବା ତାହେଲେ ପହଞ୍ଚି ଆସି ଆପଣ ଦେଖିବି ଆସାରୁଛୁ ଆସି ସେ ଜାଗାରେ ପହଞ୍ଚାରୁଛୁ ଏଠି ଭୋଜି ଅଛି ପରିବେଷଣ ସେ ଗାଁ ଭିତରେ ଆମେ ଆଇଥିଲୁ ଏଠି ଟିକେ ଏକ ଆଇଥିଲୁ ଏଠି ଦେଖ ଏଠି ଜଙ୍ଗଲଟା ଗୋଟେ ବର ଗଛ ଦେଖ ଏଠି ବାଉଁଶ ବୁଦା ହେଇ ଆଇଥିଲୁ ମୁତି ଦେଲୁ ମୁଁ ଦେଖ ପରିବେଷଣ ପହଞ୍ଚି ସାରିଛୁ ନସିଆ ଟାୟା ଅଛି ହସୁଛି ଖାଲି ଆଉ ଏଠି ଜଗା ଏତିକି ପଶିଗଲା ତ ପରିବେଷଣ ଆସିଯାଇଛୁ ଛାତ ଉପରେ ଆମେ ଅଛୁ ତାଲା ଉପରେ ମାନେ ଟେକିକି ଆଣିବା ଭାରି କଷ୍ଟ ହେଲା ଏତେ ସବୁ ଜିନିଷ ନେଇଯାଇଛୁ ଆହୁରି କଟାକଟି ହେଇକି ଆସିଛ ତ ଆହୁରି ପିଲା କଟାକଟି ପାଇଁ ଅଛନ୍ତି ଆମେ ଏଠି ଅଛୁ ଚାଲ ରହିବା ଆଉ ଏଠି ଡାଇନିଂ ବି ପଡ଼ିଯାଇଛି ତ ଗେଷ୍ଟଙ୍କ ପାଇଁ ଉପରେ ଏତିକି ଗଳିଗଲା ବଡି ଦେଖଉଛି ମାନେ କ'ଣ କହିବି ଗାଇସ୍ ଆଉ ମାନେ ଇଏ ଛୁଆବେଳେ ମାନେ ଏତେ ମୋଟା ଥିଲା
କହି ହିଁ ହେବନି ମାନେ ମାନେ ଆମେ ଯେତେବେଳେ ଆମ କ୍ଲାସ୍ ପିଲା ଯେ ଅଷ୍ଟମ ନବମ ଦଶମ ମାନେ ଏତେ ପେଟ ବାହାରିଥିଲା କ'ଣ କହିବି ଆଉ ମାନେ କମ୍ବ୍ୟାକ୍ କରି ଏକାଥରେ ମାନେ ପେଟ ଫେଟ କୁଆଡ଼େ ଗାୟବ କରିଦେଇଛି। ଜିମ୍ ଫିମ୍ ଗଲା ଏକାରି ଇଏ ତ ଆମର ଡେଲି ଖାଉଛି ଆକୁ ଦେଖନ୍ତୁ ଛୁଆଟାକୁ ତ ଗାଇସ୍ ନା ତ ଗାଇସ୍ ଏଇନା ପଳେଇଯାଇଛୁ ଆମେ ଯାଇଥିଲ ଜଗନ ବି ଯାଇଥିଲା ଆପଣମାନେ ଦେଖିନଥିବେ ସେଠି ପଛରେ ପହଞ୍ଚିଲା ଯାଇକି ତ ପହଞ୍ଚି ଯାଇଛୁ ଆସି ଘରେ ଏଇନା ଯିବା ଆମ ପଡ଼ିଆ ଯେଉଁ ଖେଳ ହେଉଛି ସେଠି ଯାଇ ଖେଳ ଦେଖି ଏଠି ଆସିବା ତ ଗାଇସ୍ ଏଇନା ଆସି 7ଟା ବାଜିଲାଣି 8ଟା ବାଜିଲାଣି ବୋଧେ ତ ଆମେ ପଡ଼ିଆରୁ ଖେଳ ସାରିକି ଆମେ ଏଠି ଆମର ଠାକୁରାଣୀଟା ଆସି ପଇସା ହିସାବ ଅଛି ଆପଣମାନେ ଭାବୁଥିବେ ପଇସା କ'ଣ ଇଏ ପୂଜା ହେଉଛି ସେଇ ତାରିଖରେ ତ ଆମେ ଠାକୁରାଣୀଟା ଦେଖ ଏଇଟା ପଦାରେ ଅଛି ତ ଠାକୁରାଣୀଟା ମାନେ କରିବା ଆମେ ପଇସା ଦେଖ ଆମର ସଞ୍ଚିତ ହେଇସାରିଲାଣି 1000 ଟଙ୍କା ହେବନି ତ 500 ବାଗିଆ ହେଇସାରିଲାଣି ଆହୁରି ବି ପିଲା ଆସି ଆମର ଭସାଣି ହବ ସବୁ ମାନେ ଇଏ ଠାକୁର ଆସି ହବ ଠାକୁରାଣୀ ପଇସା ହିସାବ କରି ସବୁ ଆସିସାରିଛୁ ଏଠି ପଇସା କେତେ ଟଙ୍କା ସରସ୍ୱତୀ ପୂଜା ହବ ଆସିସାରିଛି ଘରକୁ ଏଇନା 9ଟା ବାଜିଲାଣି ଟାଇମ୍ ତ ବୋଉ ବି ଆସିଲା ବେଳକୁ ବୋଉ ତାର ଶୋଇଥିଲା ଏଠି ଏଇନା ପିଠା କରିବି ପିଠା କରିବି ନା ପିଠା କରିବି ନା ଭାତ ଖାଇବିନି ପିଠା ଅଛି ଆଣ ପିଠା ଅଛି ଆଣ ପିଠା କରିଦେବା ଆଉ କ'ଣ ଅଛି ସବୁ ନଗେଇବା ଖାଇଦେବା ଚାଲ ଆମ ଘରେ ମାନେ କାନ୍ଥ ପ୍ଲାଷ୍ଟର ହେଇଛି ମାନେ ରଙ୍ଗ ଦିଆ ନେଲେ ଅସୁରପାତ ହେବ କେତେ ଗୋଟେ କଣରେ ଖାଲି 10ଟା କି 20ଟା ଅନ୍ଧ ହବ ନା ଏଠି ଗୋଟେ ଏଠି ଏଇ 2ଟା ମାନେ ଅସୁରପାତ ଘରେ ଏତିକି ଆହୁରି ଭିତରେ ଅଛନ୍ତି ତା ତାପରେ ଥିବେ ସେ ଘରେ ବି ଥିବେ ଆହୁରି